ଆଜିର ଏ ପାବନ ମାସ ଶ୍ରାବଣ ମାସର ପୂତ ସନ୍ଧ୍ୟାରେ ତାଙ୍କରି ଶ୍ରୀପାଦ ପଙ୍କଜ ତଳେ ସମ୍ବତ ହେଇଥିବା ବରେଣ୍ୟ ଋତିକ ଯାଜକ କର୍ମମଣ୍ଡଳୀ ଭାଇମାନେ ମାଆମାନେ ପ୍ରତି ପ୍ରତ୍ୟେକ ମୋର ପ୍ରୀତିପୂର୍ଣ୍ଣ ଆନନ୍ଦିତ ଜୟଗୁରୁ ନିବେଦନ କରେ। ବିଶେଷ ଅବସରରେ ଅପ୍ରତ୍ୟାଶିତ ଭାବରେ ତାଙ୍କରି ଚରଣ ପ୍ରାନ୍ତରେ ଆପଣମାନଙ୍କର ସଙ୍ଗ ସାନ୍ନିଧ୍ୟରେ ତାଙ୍କର କିଛି କଥା ଶୁଣିବାର ଏକ ଅପାର ସୁଯୋଗ ପ୍ରାପ୍ତ ହେଇଛି। ଏହି ସୁଯୋଗଟି ଦେଇଛନ୍ତି ଆମର ରୂପ ଭାଇ। ତାଙ୍କର ନାତୁଣୀର ଜନ୍ମଦିନ ଗତ 30 ତାରିଖରେ ହେଇଥିଲା। ତଦୁପଲକ୍ଷେ ସେ ଆଜି ଏ ସାପ୍ତାହିକ ସତ୍ସଙ୍ଗ ଆୟୋଜନ କରିଛନ୍ତି। ତେଣୁ ତାଙ୍କ ନାତୁଣୀର ସର୍ବକଲ୍ୟାଣ ହଉ, ମଙ୍ଗଳ ହଉ, ଏହି ପ୍ରାର୍ଥନା ରଖେ ପରମ ପିତାଙ୍କର ଚରଣ ତଳେ। ମୁଁ ବି ବସିକି ଭାବୁଥିଲି, ମୁଁ ବହୁତ ଦିନ ହେଲା ରମେଶ ଭାଇଙ୍କ ମୁହଁରୁ କିଛି କଥା ଶୁଣିନି, କିଛି କଥା ଶୁଣିବା ଗୋଟେ ଇନ୍ସପାଇରେସନ୍ ମଣିଷର ମନ ଭିତରେ ଆସିବ। ଯାହା ହଉ ସେ ଯେଉଁ କେତେ ଗୁଡ଼ିଏ କଥା ଆରମ୍ଭ କରିଛନ୍ତି, ମୁଁ ସେଇ କଥାର କ୍ଷୟ ଧରି ଗୋଟେ ପ୍ରସଙ୍ଗକୁ ମୁଁ ରଖିବି। ବିଶେଷ କରି ଜନ୍ମଦିନ ଆମେ ଯାହା ବୁଝିଛନ୍ତି ବର୍ତ୍ତମାନ ଏକବିଂଶ ଶତାବ୍ଦୀର ଏହି ସାମ୍ପ୍ରତିକ ଅବସ୍ଥାରେ ଯାହା ମାନେ ଅନୁଧ୍ୟାନ କରୁଛନ୍ତି, ଜନ୍ମଦିନ ମାନେ ଗୋଟେ କେକ୍ କଟା ହେବ, ବତୀ ଜଳା ହେବ, ବତୀକି ଲିଭେଇ ଦିଆଯିବ, ଗୋଟେ ପାର୍ଟି ହେବ, ଖାଇବା ପିଇବା ହେବ। ଏଇ ହେଉଛି ମୋଟାମୋଟି ଜନ୍ମଦିନ। ଆଉ ଏହି ସମ୍ପର୍କରେ ଆମମାନଙ୍କର ଅବଧାରଣା ଯାହା ଅଦ୍ୟାବଧି ଯାହା ଆମେମାନେ ବୁଝିଛନ୍ତି, ତାକୁ ନେଇକରି ତେଣୁକରି ତ ପରମ ଦୟାଳ ଶିଶୁ ଠାକୁର ଗୋଟେ ସୁନ୍ଦର ବାଣୀରେ ଛୋଟିଆ କଥାରେ କହୁଛନ୍ତି, ତାଙ୍କ ଦୟା ପାଇବାକୁ ହେଲେ ସଂକୀର୍ଣ୍ଣ ସଂସ୍କାର ବିହୀନ ହୋଇ ଭଲ ପାଇବାର ହୃଦୟ ନେଇ ଯେତେ ଦୂର ସମ୍ଭବ ନିରହଙ୍କାର ହୋଇ ଯାଇପାରିଲେ ତାଙ୍କ ଦୟାରେ ତୁମେ ସନ୍ତୁଷ୍ଟ ହବ। ଆମେ ଯେଉଁମାନେ ତାଙ୍କ ନିକଟକୁ ଆସୁଛୁ, ଅନେକ ଲୋକ ପ୍ରଶ୍ନ କରନ୍ତି, କାହିଁ ମୁଁ ତ ସେମିତି କିଛି ପାଇଲି ନାହିଁ ଜୀବନରେ। କହୁଥିଲେ ରମେଶ ଭାଇ ଦୀର୍ଘ 56 ବର୍ଷର ଅନୁଭୂତି। ମୁଁ ବି ଛୋଟ ପିଲାବେଳୁ ନବମ ଶ୍ରେଣୀରେ ପାଠ ପଢ଼ୁଥିଲି। ମୋର 50 ବର୍ଷ ବି ପରିପୂର୍ଣ୍ଣ ହୋଇଛି ଦୀକ୍ଷା ନେବାର। ସେତେବେଳେ ବହୁତ ଲୋକ ମୋତେ ପଚାରୁଥିଲେ, ଥଟ୍ଟା କରିକି ଗାଁର ଯେଉଁ ବଡ଼ ବଡ଼ିଆ ଲୋକ ସବୁ ଥିଲେ ପଚାରୁଥିଲେ, ତୁ ପିଲା ଲୋକ ଦୀକ୍ଷା ନେଇକି କ'ଣ ପାଇବୁ? କିଛି ଉତ୍ତର ଦେଇ ହେଉନଥିଲା ଏ ଦୃଷ୍ଟିକୋଣରୁ, କାରଣ ସେପରି ଜ୍ଞାନ ଗାରିମା ମୋ ଭିତରେ ନଥିଲା। ଏ ଦୀର୍ଘ ଯାତ୍ରା ପଥରେ ଏବେ ସେ ତା ଭିତରୁ କେତେ ଗୁଡ଼ିଏ ଲୋକ ଅଛନ୍ତି, ବଞ୍ଚିଛନ୍ତି, ଯାହାକୁ ମୁଁ ଅପ୍ରତ୍ୟାଶିତ ଭାବରେ ଦେଖିନି। ତାଙ୍କ ହାତ ଧରି ଦେଇ କହେ, ଆସ ଆଜି ମୁଁ ବୁଝେଇବି ମୁଁ କାହିଁ ଦୀକ୍ଷା ନେଇଥିଲି। ସେମାନେ ଆଖି ଲୁହ, ସତରେ ତମମାନେ ଦୀକ୍ଷା ନେଇ ଧନ୍ୟ ହେଇଗଲ। ମୁଁ ଏଇଥିପାଇଁ କାହିଁ କହୁଛି କଥାଟି, ପ୍ରଥମେ ଯେତେବେଳେ ପଛ ଧାଡ଼ିରେ ମୁଁ ବସୁଥିଲି, ଏଇ ପିଲା ଯେ ଆମର ପୁଅ ଡୁବୁଲା ପୁଅ ଛିଡ଼ା ହେଇକି କୀର୍ତ୍ତନ କରୁଥିଲା, ମୋତେ ଲାଗୁଛି ମୁଁ ବୋଧେ ସେଇ ବୟସରୁ ଦୀକ୍ଷା ନେଇଥିଲି। ପଛରେ ବସିଲା ବେଳେ ଭାବୁଥିଲି, ମୁଁ ତ ହାରମୋନିୟମ ବଜେଇ ପାରନ୍ତି, ଭଲ ଟିଚରଙ୍କ ପାଖକୁ ଯାଇ ହାରମୋନିୟମ ଶିଖିଲି। ମୁଁ ତ ମୃଦଙ୍ଗ ବଜେଇ ପାରନ୍ତି, ତବଲା ବଜେଇ ପାରନ୍ତି, ଭଲ ଟିଚରଙ୍କ ପାଖକୁ ଯାଇକି ତାକୁ ଶିଖିଲି। ସବୁ ଇନଷ୍ଟ୍ରୁମେଣ୍ଟ, ଦୁନିଆରେ କୌଣସି ଇନଷ୍ଟ୍ରୁମେଣ୍ଟ ଯାଇ ଯାହାକୁ ମୁଁ ନ ବଜେଇଛି, ସବୁ ରଖିଛି ଘରେ। ଉଦ୍ଦେଶ୍ୟ ଥିଲା ମୁଁ ତାଙ୍କର ସେବା ଉପଯୋଗୀ ହେବି। ସେବା ଉପଯୋଗୀ ହେବା ପାଇଁ ଯାହା ଯାହା କରଣୀୟ, ଶିଶୁ ଠାକୁରଜୀ କହିଲେ, ତାଙ୍କ ଦୟା ପାଇବାକୁ ହେଲେ ସଂକୀର୍ଣ୍ଣ ସଂସ୍କାର ବିହୀନ ହୋଇ। এই কথাটি ଭେରି ଇମ୍ପୋର୍ଟାଣ୍ଟ। ଏଇ ଛୋଟିଆ ଶବ୍ଦ ରମେଶ ଭାଇ ତ ଆରମ୍ଭ କରିଛନ୍ତି। ମଣିଷ ମାନେ କ'ଣ ଚାହୁଁଛି ତାର ଜୀବନରେ। লক্ষ্মীকান্ত সেন নামক জনে এক বাংলার কবি গোটে সুন্দর পঙ্ক্তিরে কହୁଛନ୍ତି, ওরা চাইতে জানে না দয়াময়, ওরা চাইতে জানে না দয়াময়, মাগে ধন জন আর আরোগ্য বিজয়, ওরা চাইতে জানে না দয়াময়। ଏ ମଣିଷ କ'ଣ ଚାହିଁବ ସତରେ ଈଶ୍ୱରଙ୍କ ପାଖରେ ସେ ନିଜେ ଜାଣିନି। ଆମେ ଧନ ମାଗୁଛୁ, ଜନ ମାଗୁଛୁ, ଆରୋଗ୍ୟ ମାଗୁଛୁ, ବିଜୟ ମାଗୁଛୁ, କିନ୍ତୁ କ'ଣ ଚାହିଁବୁ ସେଇ ସମ୍ପର୍କରେ ଆମମାନଙ୍କର ଅବଧାରଣା ଯାହା ଥିଲା, ଅନ୍ତତଃ ପକ୍ଷେ ସତ୍ସଙ୍ଗ ରାଜ୍ୟକୁ ଆସିଲା ପରେ, ଠାକୁରଙ୍କର ଦର୍ଶନ ଭିତରେ ଅନୁପ୍ରବେଶ କଲା ପରେ ଧୀରେ ଧୀରେ କନସେପ୍ଟଟା କ୍ଲିଅର ହେଉଛି। ମୁଁ ପ୍ରସଙ୍ଗକୁ ଆସୁଛି। ଏହି ସତ୍ୟାନୁସରଣ ଗ୍ରନ୍ଥକୁ ନେଇକରି ମୋର ଆଲୋଚନାକୁ ମୁଁ ତ କେନ୍ଦ୍ରାୟିତ କରି, ବିଶେଷ କରି ଝିଅଟିର ଜନ୍ମଦିନ। ଆମେ ଏତେ ବର୍ଷ ମୁଁ କଲେଜରେ ପାଠ ପଢ଼େଇଛି, 37-38 ବର୍ଷ ଧରି ସେଭଳି କିଛି କରିକଲମ ମୁଁ ପାଇଲି ନାହିଁ। କ'ଣ କଲେ ଗୋଟେ ପିଲାକୁ ଭଲ ମଣିଷ କରିହେବ, ସେହି ସମ୍ପର୍କରେ ପୁରାଣ ପୁସ୍ତକରେ ଗୋଟେ ଘଟଣାର ମୁଁ ଅବତାରଣା କରୁଛି। ଆପଣ ଶୁଣିଥିବେ ଚ୍ୟବନ ଋଷିଙ୍କୁ, ଯାହାଙ୍କ ନାଁରେ ଗୋଟେ ପ୍ରାସ ଚାଲୁଛି, ତା ନାଁ ଚ୍ୟବନ ପ୍ରାସ, ଏବେ ବି ଚାଲିଛି। ଆୟୁର୍ବେଦର ଜଣେ ବିଶିଷ୍ଟ ପ୍ରବକ୍ତା। ତାଙ୍କ ମନରେ ଗୋଟେ ବଡ଼ ଦୁଃଖ ହେଲା, ତାଙ୍କର ଗୋଟିଏ ବୋଲି ପୁଅ ମଣିଷ ମାରିଲା, ଚୋରି କଲା, ଡକାୟତି କଲା, ସମାଜରେ ଗୋଟେ ଯାହାକୁ ଦୁଷ୍ଟ ବଣ ଭାବରେ
ଏପରି ଭାବରେ ତାର ଚରିତ୍ର ନେଇକରି ବ୍ୟସ୍ତ ହେଇ ପଡ଼ିଲେ, କୋଉ ବାପା ବ୍ୟସ୍ତ ନ ହବ। ମୁଁ କଥାଟି ଏଇଥିପାଇଁ କହୁଛି, ଆମେ ତ ପିଲା ଜନ୍ମ ଦେଉଛେ, ଆମେ ତ ଜନ୍ମଦିନ ପାଳନ କରୁଛେ, କିନ୍ତୁ ସେତେବେଳେ ମନ ଭିତରେ ଦୁଃଖ ଆସିବ ଯେତେବେଳେ ପିଲାଟି ବଡ଼ ହେଇଗଲା ପରେ ହାତରେ ଛୁରୀ ଧରିକି ବୁଲିବ, ମଦ ପିଇକି ବୁଲିବ। ସେତେବେଳେ ନିଜକୁ ନିଜେ ପ୍ରଶ୍ନ କରିବା ମୋର କୋଉଠି ଭୁଲ ରହିଲା, ଯୋଉଥିପାଇଁ ମୋ ପିଲାଟି ଏହିପରି ହେଇଛି। ଜଣେ ବନ୍ଧୁ, ଅଧ୍ୟାପକ ବନ୍ଧୁ ଦିନେ ମୋତେ ପ୍ରଶ୍ନ କଲେ, କହିଲେ ସାର୍ ଆପଣଙ୍କର ସତ୍ସଙ୍ଗ କଣ ଦୁନିଆର ସବୁ ସମସ୍ୟାର ସମାଧାନ କରିଦେବ? ମୁଁ ତାକୁ ପଚାରିଲି, ମୁଁ କହିଲି ଆଚ୍ଛା ସମସ୍ୟା ମାନେ କଣ ବୁଝୁଛନ୍ତି? ଆପଣ ସମସ୍ୟା ବୋଲି କାହାକୁ ବୁଝୁଛନ୍ତି? ଏଇଠି ବର୍ତ୍ତମାନ ଯେ ଯୁଦ୍ଧ ଚାଲିଛି, ରଷିଆ ୟୁକ୍ରେନ ଯୁଦ୍ଧ ଚାଲିଛି, ଇରାନ ଆମେରିକାର ଯୁଦ୍ଧ ଚାଲିଛି, ପୃଥିବୀ ଗୋଟେ ଅଗ୍ନିର ବଳ ଭିତରେ ଛିଡ଼ା ହେଇଛି। ଆମେ କଣ ରାତିରେ ଖାଇକି ଶୋଉନି? ନା ଶୋଉଛ। ମୁଁ କହିଲି ଏଇଟା ତ ସମସ୍ୟା ନୁହଁ। এই প্রত্যেক দিন আক্সিডেন্ট হচ্ছে, শহ শহ লোক মরি যাচ্ছেন বিভিন্ন জায়গায়, যে বন্যা প্লাবন বিভিন্ন জায়গায়। আমি কোন খাইকি শোউনি? না হ্যাঁ শোউছে। আমার পড়িশা ঘর লোক যদি চালি যাচ্ছে, আমি কোন খাইকি শোউনি রাতিরে? না হ্যাঁ শোউছে। ମୁଁ କହିଲି ଏଗୁଡ଼ାକ ସମସ୍ୟା ନୁହଁ, ଦିଜ୍ ଆର୍ ନଟ୍ ଦି ପ୍ରୋବ୍ଲେମ୍। ସମସ୍ୟାଟା ହେଉଛି ସେଇଦିନ ହବ ଯେଉଁଦିନ ଆପଣଙ୍କ ପୁଅ, ବଢ଼ିଲା ପୁଅ, ଯାହାକୁ ଅତି ଶ୍ରଦ୍ଧାରେ ସ୍ନେହରେ ତାକୁ ବଢ଼େଇଥିଲେ, ଯେଉଁଦିନ ସେ ହାତରେ ମଦ ବୋତଲ ଧରିକି ବୁଲିବ, ସେଦିନ ରାତିରେ ଆପଣ ଶୋଇପାରିବେନି। ଯେଉଁଦିନ ଆପଣଙ୍କର ବଢ଼ିଲା ଝିଅ, ଯାହାକୁ ଏତେ ସ୍ନେହ ଦେଇ ଶ୍ରଦ୍ଧା ଦେଇ ତାକୁ ବଡ଼ କରିବାର ପ୍ରୟାସ କରିଥିଲେ, ଯେଉଁଦିନ ସେ ଅନ୍ୟ ଗୋଟେ ପୁଅ ସାଙ୍ଗରେ ପଳେଇଯିବ, ସେଦିନ ଆପଣ ରାତିରେ ଶୋଇପାରିବେନି। ଦିସ୍ ଇଜ୍ ଦି ପ୍ରୋବ୍ଲେମ୍। ଠାକୁରଙ୍କର ସତ୍ୟାନୁସରଣ ପ୍ରଥମ ଜାଣିକି ଯଦି ଆପଣ ଟିକେ ଇଣ୍ଟରପ୍ରିଟ୍ କରିବେ, ମାଇନରଲି ପଢ଼ିବେ। ମୁଁ ତେଣୁକରି ଅନେକ ଜାଗାରେ କହେ, ମୁଁ କହିଲି ଯିଏ ସତ୍ୟାନୁସରଣ ଭଲ ପଢ଼ି ନ ଜାଣି ତାକୁ ଛିଡ଼ା କରେନି। ଦେଖ ସିଏ ବୋଲେ ପ୍ରତ୍ୟେକ ଶବ୍ଦ ବିନ୍ୟାସ ଟିକେ ବିକୃତ ହେଇଗଲେ ତାର ସେନ୍ସଟା ବି ବଦଳିଯିବ। ପ୍ରଥମ ବାଣୀଟିକୁ ଦେଖିବେ, ମୁଁ ତାକୁ ତିନିଟା ୱେରେ ଡେସ୍କ୍ରାଇବ୍ କରେ, ଅନେକ ଜାଗାରେ କରିଛି। ପ୍ରୋବ୍ଲେମ୍, କଜେସ୍ ଆଣ୍ଡ ଷ୍ଟ୍ରାଟେଜି। ସମସ୍ୟା କ'ଣ? ଠାକୁର କହୁଛନ୍ତି ସମସ୍ୟା ହେଉଛି ଆଜିର ସମୟରେ ଭାରତରେ ଯେ ଅବନତି ହେଇଛି, ବ୍ରାକେଟେଡ୍ ଡିଜେନେରେସନ୍, ତା ମାନେ ଡିକ୍ରିଜ୍ ଅଫ୍ ଜେନେଟିକ୍ ପୋଟେନ୍ସି। ଭଲ ପିଲା ଆସୁନାହାନ୍ତି, ଇଏ ହେଉଛି ସମସ୍ୟା। କାରଣ କ'ଣ? ସେକେଣ୍ଡ ଲାଇନରେ ଠାକୁର କହିଲେ, ଯେଉଁ ସମୟରେ ଭାରତବାସୀଙ୍କ ପାଖରେ ଅମୂର୍ତ୍ତ ଭଗବାନ ଅସୀମ ହୋଇ ଉଠିଛନ୍ତି। ଶବ୍ଦ ଗୁଡ଼ାକ ଏତେ ମାର୍ମିକ, ଗୋଟେ ଗୋଟେ ଶବ୍ଦକୁ ନେଇକି ଗୋଟେ ଗୋଟେ ଦିନ ଆଲୋଚନା କରାଯାଏ। ଯିଏ ମୂର୍ତ୍ତ ହେଇନଥିଲେ ଯେଉଁ ଈଶ୍ୱର, ତାଙ୍କୁ ଅସୀମ କରିଦେଲେ, ଆମ ଅନନ୍ତ ଆକାଶ ଭିତରେ ରଖିଦେଲେ। ସେଥିପାଇଁ ବଙ୍ଗଳାର କବି ଜଣେ କହୁଛନ୍ତି, এই ধরা যদি দিতে ফুরাইয়ে যেতে তোমাকে ধরিতে চাইতে কে আর, অনন্ত হয়েছ ভালোই করেছ, থাকো চুমে চিরদিন অনন্ত অপা। তবে ଅନନ୍ତ ହେଇଥିଲ ପ୍ରଭୁ, ବହୁତ ଭଲ ଥିଲା। ତମକୁ ଯେତେବେଳେ ଆମେ ମାନେ ନେଇ ଆସିଲୁ ପାଖକୁ, ତମେ ଯେତେବେଳେ ଧରା ଦେଲ, ସେତେବେଳେ ମନ ଭିତରେ କଷ୍ଟ ଆସିଲା ଯେ ତମକୁ ଆମେ ବରଂ ତମ ସେଇ ଆକାଶରେ ଥିଲା, ଆମକୁ ଭଲ ଲାଗିଥାନ୍ତା। ଅନନ୍ତ ହୋଇଛ, ଭଲ ହିଁ କରେଛ। ଇଏ ହେଉଛି ମାନେ କଜେସ୍। କଜେସ୍ ହେଲା ଯେଉଁ ସମୟରେ ଭାରତବାସୀଙ୍କ ପାଖରେ ଅମୂର୍ତ୍ତ ଭଗବାନ ଅସୀମ ହୋଇ ବୁଲିଛନ୍ତି, ଆମେ କିନ୍ତୁ ଆମେ ରାମଚନ୍ଦ୍ରକୁ ଆଇଡିଆଲ ଭାବରେ ଗ୍ରହଣ କରି ଜୀବନରେ ଚାଲିବାର କେବେ ପ୍ରୟାସ କରିନୁ। ଏଇଟା ହେଉଛି କଜେସ୍। ଷ୍ଟ୍ରାଟେଜି କ'ଣ? କାରଣ ଅଦ୍ୟାବଧି ଯେତେ ପୁରୁଷୋତ୍ତମ ଆସିଛନ୍ତି, ମୁଁ ଯେତିକି ମାଇନରିଟି ତା ଭିତରେ ଅନୁପ୍ରବେଶ କରିବାର ପ୍ରୟାସ କରିଛି। ଭଗବାନ ରାମଚନ୍ଦ୍ରଙ୍କ ଠାରୁ ଆରମ୍ଭ କରି ସାତ ଥର ତ ସେ ଆସିଛନ୍ତି, ରାମଚନ୍ଦ୍ରଙ୍କ ଠାରୁ ଆରମ୍ଭ କରି ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପର୍ଯ୍ୟନ୍ତ। କେହି କେବେ ଏଇ ତିନୋଟି ଜିନିଷକୁ ମାନେ କେବେ ହେଲେ କୌଣସି ଜାଗାରେ ଆଡ୍ରେସ୍ କରିନାହାନ୍ତି। ସମସ୍ୟା କ'ଣ, କାରଣ କ'ଣ, ନିରାକରଣ କ'ଣ। ଅନେକ ଜାଗାରେ ଆମେ ଦେଖିଛୁ, ହୁଏତ କେତେକ ଜାଗାରେ ବାହିକ ଭାବରେ ଆମେ ନିରାକରଣର କଥା ଶୁଣିଛୁ, କିନ୍ତୁ କାରଣ ନିରାକରଣ ଏ ବହୁ ଲୋକଙ୍କ ପାଖରେ, ବହୁ ପୁରୁଷୋତ୍ତମଙ୍କ ପାଖରେ ଗ୍ରନ୍ଥରେ ହୁଏତ ମିଳିନି, ହୁଏତ ସେଇ ସମୟରେ ସେ କହିଦେଇକି ଯାଇଥିବେ। ଠାକୁର କହୁଛନ୍ତି ସମାଧାନ କେମିତି ହେବ? ଷ୍ଟ୍ରାଟେଜି। ଷ୍ଟ୍ରାଟେଜି ହେଉଛି, ଭାରତ ଯଦି ଭବିଷ୍ୟତ କଲ୍ୟାଣକୁ ଆବାହନ କରିବାକୁ ଚାହ, ତେବେ ସମ୍ପ୍ରଦାୟଗତ ବିରୋଧ ବୋଲି ଜଗତର ପୂର୍ବ ଗୁରୁମାନଙ୍କ ପ୍ରତି ଶ୍ରଦ୍ଧା ସମ୍ପନ୍ନ ହୁଅ, ଆଉ ତୁମର ମୂର୍ତ୍ତ ଓ ଜୀବନ୍ତ ଗୁରୁ ବା ଭଗବାନଙ୍କ ପ୍ରତି ଆସକ୍ତ ବ୍ରାକେଟରେ ଆଟାଚ୍ଡ ହୁଅ। କେତେ ସୁନ୍ଦର ସମାଧାନ ଦେଇଦେଲେ ପୁରୁଷୋତ୍ତମ। ତେଣୁ ଯେ ପ୍ରଥମ ପ୍ରସଙ୍ଗ ହେଉଛି, ଚ୍ୟବନ ଋଷିଙ୍କର ମନ ଭିତରେ ଦୁଃଖ ରହିଗଲା, ତାଙ୍କର ଗୋଟିଏ ବୋଲି ପୁଅ ମଣିଷ ମାରିଲା, ଡକାୟତି କଲା। ସେ ପହଞ୍ଚିଗଲେ ତତ୍କାଳୀନ ସମୟର ଜଣେ ବିଶିଷ୍ଟ ମହର୍ଷି, ଯାହାଙ୍କ ନାଁ ହେଉଛି ନାରଦ। ନାରଦ ଏକ ବ୍ୟକ୍ତି ବିଶେଷ ନଥିଲେ, ମନେ ରଖିବେ। ନାରଦ ଗୋଟେ ପୋଷ୍ଟ ଥିଲା। କାଲି ମୁଁ ଆଲୋଚନା ଗୋଟେ ଜାଗାରେ କରୁଥିଲି, ବୋଧେ ପରଦିନ, এই ଜଗନ୍ନାଥଙ୍କ ରଙ୍ଗ କଳା କାହିଁକି, ଜଣେ ବିଶିଷ୍ଟ ବିଦ୍ୱାନଙ୍କ ସହିତ ମୁଁ ଡିସ୍କସନ୍ କରୁଥିଲି। ହଇ, କାରଣ ତାଙ୍କ ସ୍ୱରୂପ ସମ୍ପର୍କରେ ଯଦି ଭେଦ କହିଲା, ବେଦ ଯଦି କହୁଛନ୍ତି
শুক্লাম্বরধারী বিষ্ণু শশীবর্ণ চতুর্ভুজ প্রশান্ত বদনে ধ্যায় সর্ববিঘ্ন প্রশান্ত। যে শুক্লাম্বরধারী, যে ধଳା ଲୁଗା ପିନ୍ଧନ୍ତି ସେ ବିଷ୍ଣୁ। ଶଶୀବର୍ଣ୍ଣ ଚତୁର୍ଭୁଜ, ତାଙ୍କର ରୂପ ହେଉଛି ଶଶୀବର୍ଣ୍ଣ, ଚନ୍ଦ୍ରଙ୍କ ବର୍ଣ୍ଣ ସଦୃଶ। କିଏ ତାଙ୍କୁ କହିଲା ସିଏ କଳା ବୋଲି? କିଏ କହିଲା ତାଙ୍କୁ ସେ ପୀତାମ୍ବରଧାରୀ? ମୁଁ କହିଲି ଏଇଠି ହେଉଛି ଏଇ ଇତିହାସର, ଏଇଠି ହେଉଛି ବ୍ୟତିକ୍ରମ। ମୁଁ ବର୍ଣ୍ଣନା କରୁଥିଲି କାହିଁକି ତାଙ୍କର ବଡ଼ ଭାଇ ରଙ୍ଗ ହେଉଛି ଏଇ ବ୍ଲାକ୍ ଏନର୍ଜି, ଡାର୍କ ମ୍ୟାଟର, ହ୍ୱାଇଟ୍ ଏନର୍ଜି, ଡିଭାଇନ୍ ଏନର୍ଜି। ତାକୁ ନେଇକରି ମୁଁ ଆଲୋଚନା କରିଥିଲି। ଆଜି ସମୟ ନାହିଁ, ମୁଁ ସେ ଦିଗନ୍ତକୁ ଯିବିନି। କେବେ ମୋତେ ମନେ ପକାଇ ଦେବେ ଏ ଜଗନ୍ନାଥ ସଂସ୍କୃତି ଉପରେ କିଛି ଆଲୋଚନା ରଖିବା ପାଇଁ। ସେଥିପାଇଁ ତ ଠାକୁର ବାଣୀ ଦେଲେ, ବାଣୀ ଦେଇଛନ୍ତି ପୂର୍ବତନୀର ନବକଳେବର ସେଇ କିନ୍ତୁ ଜଗନ୍ନାଥ, ସୀମାୟିତ ହୋଇ ଅସୀମ କିନ୍ତୁ ସେ ସଭିଙ୍କର ଜୀବ ପ୍ରପାତ। ସେ ପୂର୍ବତନୀର ନବକଳେବର ନେଇକରି ପୁରୁଷୋତ୍ତମ ଆସନ୍ତି। ପହଞ୍ଚିଗଲେ ମୁଁ କହୁଥିଲି ସେଇ କଥା। ମୁଁ କହିଲି ଜଗନ୍ନାଥ ମନ୍ଦିର 1176 ମସିହାରେ ଗଙ୍ଗବଂଶର ରାଜା ଚୋଳଗଙ୍ଗ ଦେବ ସେ ମୋତେ ପ୍ରତିଷ୍ଠା କରିଥିଲେ। ଆଉ ଆମେ ଶୁଣିଛୁ, ଇତିହାସ ପୁସ୍ତକରେ ଶୁଣିଛୁ। କିନ୍ତୁ 8ମ ଶତାବ୍ଦୀରେ ଆସିଛନ୍ତି ଆଦିଗୁରୁ ଶଙ୍କରାଚାର୍ଯ୍ୟ, ଓଡ଼ିଶାରେ ଗୋଟେ ମଠ ପ୍ରତିଷ୍ଠା କଲେ। ତାହେଲେ ସେତେବେଳେ କେଉଁ ମନ୍ଦିର ଥିଲା ଯଦି ପଚାରିବେ? ୟାର ଏକ ସ୍ପଷ୍ଟ ଉତ୍ତର ମିଳିଲା 1952 ମସିହାରେ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଦାଦା ଯେତେବେଳେ ପୁରୀ ମନ୍ଦିରରେ ଅବସ୍ଥାନ କରିଥାନ୍ତି, ସେତେବେଳେ ମୁଁ ପ୍ରତ୍ୟେକ ଦିନ ସ୍କୁଟର ନେଇକି ପଳେଇ ଆସେ। କଲେଜ ସରିଲା ପଳେଇ ଆସିବି, ରାତିରେ ରହିବୁ ସେଠି, ଦାଦାଙ୍କ ପାଖରେ କିଛି କଥା ଶୁଣିବୁ, ପୁଣି ଭୋର ପ୍ରାର୍ଥନା ସରିବ, ସ୍କୁଟର ନେଇକି 140 କିଲୋମିଟର ଡେଲି ରେଗୁଲାର ପ୍ରାକ୍ଟିସ୍ ମୋର ଜୀବନରେ। ଦାଦାଙ୍କ ପାଖରେ ବହୁ କଥା ଶୁଣିଛୁ। ସେତେବେଳେ দাদা এমনি আঙ্গুল দেখে বলে, এই ওইখানেই শ্রীমন্দির ছিল। ঠাকুরবাড়ির ঠিক দুলুকু আঙ্গুলি দেখে কହୁଛନ୍ତି ওইখানে শ্রীমন্দির ছিল। ଆମେ ଆଶ୍ଚର୍ଯ୍ୟଚକିତ, କାରଣ ଆମେ ଦେଖୁଛୁ ପ୍ରାଚୀନ ମନ୍ଦିର ଏଠି ଛିଡ଼ା ହେଇଛି, କିନ୍ତୁ ତାର 2-3 ଦିନ ପରେ ନୋଳିଆ ମାନେ ଯେଉଁମାନେ ସବୁ ବୁଢ଼ାଳି ଥିଲେ ସେମାନେ ବୁଡ଼ିକି ଦେଖିଲେ ଯେ ଗୋଟେ ବଡ଼ ମେଘନାଥ ପ୍ରାଚୀରୀ ଅଛି ତା ଭିତରେ। କଥାଟା ସ୍ପଷ୍ଟ ହେଇଗଲା, କାରଣ ସେ ସବୁ ଜାଣନ୍ତି। ଯେଉଁ ଶଙ୍କରାଚାର୍ଯ୍ୟ ଆସିଥିଲେ, ସେ ଶଙ୍କରାଚାର୍ଯ୍ୟଙ୍କର ଯେଉଁ ମଠ ପ୍ରତିଷ୍ଠା କଲେ ସେ ତ ଆସିଲେ 18ଶ ଶତାବ୍ଦୀରେ, ଇଏ ତ ହେଲା 12ଶ ଶତାବ୍ଦୀରେ। ତାହେଲେ ମନ୍ଦିର କେଉଁଠି ଥିଲା? ୟାର ଉତ୍ତର ଆମ ପାଖରେ ନାହିଁ। ଆମେ ବହୁ କଥା କହୁ। କାଲି ଜଣେ ବିଦ୍ୱାନଙ୍କ ସହିତ ମୁଁ ଆଲୋଚନା କରିଥିଲି। ସେ ହେଉଛନ୍ତି ବୈଷ୍ଣବ ସମ୍ପ୍ରଦାୟର ଜଣେ ବିଶିଷ୍ଟ ପ୍ରବକ୍ତା ଏବଂ ଇସ୍କନର ସେ ଜଣେ ଲୋକ। ମୋ ସହିତ ବ୍ୟକ୍ତିଗତ ଆଲୋଚନା କରୁ କରୁ ମୁଁ ତାଙ୍କୁ କହିଲି, ମୁଁ କହିଲି ଆପଣ ହୁଏତ ଜାଣିନାହାନ୍ତି ଭଗବାନ ଚୈତନ୍ୟ ଦେବଙ୍କର ଶେଷ ଦିନ କେମିତି କରିଥିଲେ। କିଛି ମୁଁ ସଂଗ୍ରହ କରିଛି। ଓଡ଼ିଶାର ତତ୍କାଳୀନ ଗଜପତିଙ୍କର ଯିଏ ପ୍ରଧାନମନ୍ତ୍ରୀ, ତାଙ୍କ ନାଁ ହେଉଛି ମାଧବ ପଟ୍ଟନାୟକ। ସେ ଗୋଟେ ପୋଥିରେ ଲେଖିକି ଥିଲେ। ସେ ପୋଥି ନାଓ ଇଟ୍ ଇଜ୍ ଆଭେଲେବୁଲ୍ ଇନ୍ ନୟାଗଡ଼। ମୁଁ ଖୋଜିକି ଯାଇଛି ତାକୁ ଦେଖିବା ପାଇଁ କ'ଣ ହେଇଛି ସତରେ। ସେଗୁଡ଼ାକ କହିଲେ ଗୋଟେ ବିବାଦ ଭିତରକୁ ଆମେ ମାନେ ପଳେଇବା, ମୁଁ ସେ କଥା କହୁନି। ସେଇ ଯେଉଁ ନାରଦ ମହର୍ଷି, ଠାକୁର କହନ୍ତି ନାରଦ ମାନେ ଯିଏ ନାଁକୁ ରଦ୍ଦ କରିଥିଲେ, ତାଙ୍କ ପାଖରେ ନାଁ ଶବ୍ଦ ନଥିଲା। ଯିଏ ଯେଉଁ ସମସ୍ୟା ନେଇକି ଯାଆନ୍ତି ସେ ସଦା କହେ ହଁ, ନାଁ ନଥିଲା, ତେଣୁ ତାଙ୍କ ନାଁ ହେଉଛି ନାରଦ। ନାରଦଙ୍କୁ ଯାଇକି ପଚାରିଲେ ମହର୍ଷି ଚ୍ୟବନ, କହିଲେ ଆଜ୍ଞା ମୋ ପିଲାଟା ଏମିତି ଚୋରି କରୁଛି, ଡକାୟତି କରୁଛି, ବିଭିନ୍ନ ଜାଗାରେ ପଡ଼ୁଛି, ତାକୁ ଭଲ କରିହେବ? ନା ହେବ। ନା କେମିତି ହେବ? ନା 3ଟା ହେଉଛି ଉପାୟ। ଠାକୁର ସେଇ ଉପାୟଟା ଏବେ ବି ଦେଇଛନ୍ତି। ସଦ୍ଗୁରୁଙ୍କର ଶରଣାପନ୍ନ ହୁଅ, ସତନାମ ମନନ କର, ସତ୍ସଙ୍ଗର ଆଶ୍ରୟ ଗ୍ରହଣ କର। ମୁଁ ନିଶ୍ଚୟ କରି କହୁଛି ତୁମର ଭବିଷ୍ୟତ ପାଇଁ ଆଉ ଚିନ୍ତା କରିବାକୁ, ଆତ୍ମୋନ୍ନୟନ ପାଇଁ, ଭବିଷ୍ୟତ ପାଇଁ ଚିନ୍ତା କରିବାକୁ ପଡ଼ିବ। ଏଡ଼େ ବଡ଼ ନିର୍ଭର ପ୍ରତିଷ୍ଠିତ ଦେଲେ। 3ଟା ଜିନିଷ ଦରକାର। ଯେଉଁ ଝିଅଟିର ଜନ୍ମ ହେଇଛି, କଥା ପ୍ରସଙ୍ଗ ବଢ଼ି ଯାଉଛି, ବହୁ କଥା ହିଁ ଆଲୋଚନା କରାଯାଇପାରେ। ସଦ୍ଗୁରୁଙ୍କର ଶରଣାପନ୍ନ ହେବ କହିଲେ, ଦାୟିତ୍ୱ ନେଇଗଲେ। ସିଏ ପହଞ୍ଚିଗଲେ ରତ୍ନାକର ପାଖରେ, ତାକୁ ନାମ ଦେଇଛନ୍ତି। କୁଆଡ଼େ ଆମେ ଶୁଣିଛୁ ଏପର୍ଯ୍ୟନ୍ତ ସେ କୁଆଡ଼େ ରାମ ରାମ ହେଲାନି, ମରା ମରା କହିଲା। କ'ଣ ରାମ ରାମ ହେଲାନି? ସେ ଏକ ସାଧନ ପ୍ରକ୍ରିୟା। କେମିତି ତମେ ରାମ ଯିଏ ନ କରିପାରିବ, କାରଣ କୁମ୍ଭକ, ପୂରକ, ରେଚକ 3ଟା ବାୟୁ ଆମ ଦେହରେ ଚଳପ୍ରଚଳ ହେଉଛି ପ୍ରମୁଖ ଭାବରେ। ଯଦିଚ ପଞ୍ଚ ବାୟୁ ଆମ ଦେହରେ ଅଛି। 3ଟି କଥା। କୁମ୍ଭକ ମାନେ ଯେତେବେଳେ ପବନ ଭିତରକୁ ନେଉଛେ, ପୂରକ ଯେତେବେଳେ ତାକୁ ରଖୁଛେ ଭିତରେ, ସେ ହେଉଛି କୁମ୍ଭକ, ଆଉ ଗୋଟେ ହେଉଛି ରେଚକ। 3 ପ୍ରକାର ବାୟୁ ଚାଲେ। ଶ୍ରୀ ବର୍ଦ୍ଧା କହୁଛନ୍ତି ଯେତେବେଳେ ତମର ନିଶ୍ୱାସ ପ୍ରଶ୍ୱାସର ଏଇଟା ସାଧାରଣତଃ 12 ଆଙ୍ଗୁଳି ଯାଏ ନାକଠାରୁ, ଯେତେବେଳେ 4 ଆଙ୍ଗୁଳକୁ ଆସିଯିବ ତମେ ସେତେବେଳେ ସନ୍ଥ ପାଲଟିଯିବ। ଖାଲି ସନ୍ଥ ନୁହଁ, ବାକ୍ସିଦ୍ଧ ହେଇଯିବ, 8 ଆଙ୍ଗୁଳକୁ ପଳେଇ ଆସିବ। ସେଇଭଳି ସାଧନ କରିବାର କଥା ଶ୍ରୀ ବର୍ଦ୍ଧା କହିଛନ୍ତି। କହିଲେ ତୁ ମାନେ ଧୈବତ ଶୈଳୀରେ ନାମ କରିବୁ। ତାକୁ ପଚରାଗଲା ଧୈବତ ଶୈଳୀ କିପରି? ବର୍ଦ୍ଧାଙ୍କୁ ପଚରାଗଲା। ବର୍ଦ୍ଧା ହେଠୁ କହୁଛନ୍ତି 4, 6, 8 ତାର ପ୍ରକ୍ରିୟା। ଯେତେବେଳେ ପ୍ରଶ୍ୱାସ ନେବ 4 ଥର ନାମ କରିବ, ଭିତରେ ପବନ ରଖିବ 6 ଥର କରିବ, ବାହାରୁ ଛାଡ଼ିଲା ବେଳେ 8 ଥର କରିବ। ଧୀରେ ଧୀରେ କଣ୍ଟ୍ରୋଲ ହେଇଯିବ।
ତାକୁ ସେ ସେଇପରି ରାମ ଶିଖେଇଲେ ଯେତେବେଳେ କହିଲା ଆଜ୍ଞା ମୋର ହଉନି ନା ମରା କହ ପବନକୁ ଉପରକୁ ନେ ସେ ଏକ ପ୍ରକ୍ରିୟା ସେ ତାକୁ ଦେଲେ ଯାଇ ହଉ ସେଇ ନାମ ଜପ କରି 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 ଶେଷକୁ ସେ ଗଲେ ମହର୍ଷି ବାଲ୍ମୀକି ଯେଉଁ ବାଲ୍ମୀକି ଏତେ ଯେଉଁ ଦସ୍ୟୁ ରତ୍ନାକର ଏତେ ମଣିଷ ମାରୁଥିଲା ତାଙ୍କ ଉପରେ ସେ ସୁନ୍ଦର ପ୍ରଥମେ ଯେଉଁ କାବ୍ୟ ରଚନା କରିଛନ୍ତି ତାଙ୍କ ଦୁଃଖରୁ ଶୋକରୁ ରଚନା ହେଇଥିଲା ବୋଲି ତା ନାଁ ହେଉଛି ଶ୍ଳୋକ ମା ନିଷାଦ ତମ ଗମ ଶାଶ୍ୱତୀ ସମାହା ଯତ କଞ୍ଚ ମିଥୁନ ମୟକ ମବୁଦ୍ଧି କାମ ମୋହିତ ତାଙ୍କ ଆଖି ଆଗରେ ଦିଟା କଞ୍ଚ ପକ୍ଷୀ ଉଡ଼ି ଯାଉଛନ୍ତି ଜଣେ ବ୍ୟାଧ ମାରିଦେଇଛି ତା ସ୍ୱାମୀକି ପକ୍ଷୀ ଯେଉଁ ସ୍ତ୍ରୀ ପକ୍ଷୀଟି ସେ କାନ୍ଦୁଛି ସେଠି ତା ଦେହରୁ ରକ୍ତ ଝର ଝର ବୋହି ଯାଉଛି ଋଷିଙ୍କର ଆଖିରେ ଲୁହ ସିଏ ରଚନା କଲେ ରାମାୟଣର ପ୍ରଥମ ସ୍ତବକ ପ୍ରଥମ ଶ୍ଳୋକ ସେଇଠୁ ଆରମ୍ଭ ହେଇଗଲା ଶ୍ଳୋକ ସେ ଲେଖିଲେ ମା ନିଷାଦ ତମ ଗମ ଶାଶ୍ୱତୀ ସମାହା ରେ ନିଷାଦ ତୁ କ'ଣ କଲୁ ସେ ଦୁଇଟା ଖେଳୁଥିଲେ ସେମାନେ ତୁ ମାରିଦେଲୁ ସେ ସବୁ ଯିଏ ଏତେ ରକ୍ତର ହୋରି ଖେଳୁଥିଲା ମନରେ ଦୁଃଖ ନଥିଲା ଆଜି ଟିକିଏ ରକ୍ତ ଦେଖିଛି କାନ୍ଦି ପକାଉଛନ୍ତି ସେଇ ହେଉଛନ୍ତି ଦସ୍ୟୁ ରତ୍ନାକରରୁ ପଲଟିଥିବା ମହର୍ଷି ବାଲ୍ମୀକି ତେଣୁ ଶ୍ରୀ ଠାକୁର ପୁରୁଷୋତ୍ତମ ଭାବରେ ଯେତେବେଳେ ଆସିଲେ ଏଇ ସଦ୍ଗୁରୁଙ୍କର ଶରଣାପନ୍ନ ହେବ ସଦନାମ ମନନ କରିବ ସତ୍ସଙ୍ଗର ଆଶ୍ରୟ ଗ୍ରହଣ ଯେଉଁମାନେ କରନ୍ତି ତାଙ୍କ ଜୀବନରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସେ ତାର ଅନେକ ନମୁନା ଆମେ ସତ୍ସଙ୍ଗ ରାଜ୍ୟରେ ଦେଖିଛୁ ଆପଣ ରମାଶଙ୍କର କଥା ଶୁଣିଥିବେ ମୋ ଲିଙ୍କରେ ଆମର ତ ରମେଶ ଭାଇ ସଦାବେଳେ ମୋ ନରସିଂହପୁର ଲିଙ୍କରେ ଶୁଣୁଥିଲେ ସେତେବେଳେ ଠାକୁରଙ୍କୁ ଆମେ ଯେଉଁ ଅନଲାଇନ୍ ସତ୍ସଙ୍ଗ କରୁଥିଲୁ ସେତେବେଳେ ମୁଁ ଆସାମର ଜଣେ ବ୍ୟକ୍ତିଙ୍କୁ ଆଣିଥିଲି ତାଙ୍କ ନାଁ ହେଉଛି ଉତ୍ପଳ ଦତ୍ତ ସେ ବି ମରିଗଲେ କମ୍ ଦିନ ତଳେ ଉତ୍ପଳ ଦତ୍ତ ଜାଣିଛନ୍ତି ତାଙ୍କ ଘଟଣା ସେ ଲୋକ କେମିତି କରି ସେ ହେଲା ଗୋଟେ ବଡ଼ ଟେରୋରିଷ୍ଟ ଥିଲା ସେ ମାନେ ଉଲ୍ଫା ଉଗ୍ରବାଦୀ ସଂଗଠନର ସେ ଜଣେ ଥିଲା କମାଣ୍ଡର ସେ ତା ସ୍ପିଚ୍ ମାଧ୍ୟମରେ କହୁଥାଏ ମୁଁ ତା ସହିତ ଯେତେବେଳେ ଇଣ୍ଟରାକ୍ସନ୍ କରିଛି ମୁଁ କହିଲେ দেখি আপনার আপনি আপনার জীবনের সম্পর্কে কিছু বলুন এ মানুষগুলো অন্তত পক্ষে শিক্ষা কিছু করবেন সে কହୁଥିଲା ମୋତେ ସେଇ ଉତ୍ପଳ ଦତ୍ତ ମୋତେ କହିଲା ଆଜ୍ଞା ମୁଁ ତ ଏମିତି ସମକ୍ରମରେ ପଶିଗଲି ଉଲ୍ଫାର ଜଣେ ବଡ଼ କମାଣ୍ଡର ହେଇଗଲି ଶହ ଶହ ଲୋକଙ୍କୁ ମାରିଛି ସରକାର ମୋ ନାଁରେ 10 ଲକ୍ଷ ଟଙ୍କା ସେତେବେଳେ ଆୱାର୍ଡ଼ ଡିକ୍ଲେୟାର କରିଥିଲେ ଦ୍ୟାଟ୍ ଇଜ୍ 90 ଆର୍ଲି 90ରେ କହିଲା ମୁଁ ଆଉ ସମ୍ଭାଳି ପାରିଲିନି କେତେ ଏମିତି ଲୁଚିକି ବୁଲିବି ବଣ ଜଙ୍ଗଲରେ ବୁଲିଲି ଲୋକଙ୍କୁ ମାରିଲି କହିଲା ଏଇଟା ହେଉଛି ମୋର ଟେଣ୍ଡେନ୍ସି ମୋତେ ଚାରିଆଡ଼େ ପୋଲିସ ବାହିନୀ ଖୋଜୁଛନ୍ତି କ'ଣ ଶେଷକୁ ମୁଁ ପୂଜପା ଦାଦା ତାଙ୍କ ଆସାମର ଜଣେ ଏକ ଆମର ଥିଲେ ଋତିକ ଦୀନନାଥ ଶର୍ମା ତାଙ୍କ ମାଧ୍ୟମରେ ତାଙ୍କୁ ଦାଦାଙ୍କ ପାଖରୁ ଖବର ଦେଲେ କହିଲେ ମୁଁ ଯିବି ଟିକେ ଯାଉଛି ଦାଢ଼ି ଫାଡ଼ି ବଢ଼ିଯାଇଛି ଲୁଚିକି ରାତିରେ ତାଙ୍କ ଘରେ ପହଞ୍ଚିଦେଲି ସକାଳୁ ସକାଳୁ ଦାଦାଙ୍କୁ ଦର୍ଶନ କଲାବେଳକୁ ଦାଦା କହିଲେ ମୁଁ ତାକୁ ତ ଜାଣିଛି କହିଲା ମୁଁ ତାକୁ ଜାଣିଛି କହିଲା ମୁଁ କ'ଣ କରିବି ମୋ ନାଁରେ ମୋତେ ପୋଲିସ ଦେଖିଲେ ଏନକାଉଣ୍ଟର କରିବ 10 ଲକ୍ଷ ଟଙ୍କା ପ୍ରାଇଜ୍ ଡିକ୍ଲାରେସନ୍ ହେଇଛି ଉଲ୍ଫା ଯେତେବେଳେ ଆପଣ ନର୍ଥ ଇଷ୍ଟରେ ଏକଦମ ସାଂଘାତିକ ବିପର୍ଯ୍ୟୟ ସୃଷ୍ଟି କରୁଥିଲା ସେଇ ସମୟର ଘଟଣା ଇଏ କ'ଣ ଦାଦାଙ୍କ ପାଖରେ ଯେତେବେଳେ ପହଞ୍ଚିଲି ଦାଦା ମୋତେ କହିଲେ ଗୋଟେ କାମ କରିପାରିବୁ ନା କ'ଣ ନା ପୋଲିସ ପାଖରେ ସରେଣ୍ଡର କରିଯା କହିଲା ମୁଁ କହିଲି ମରିଯିବି ମୋତେ ଦେଖିଲି ମୋତେ ଏନକାଉଣ୍ଟର କରି ତ ମୋ ଗାଁର ଚାରିପାଖରେ ସେମାନେ ପୋଲିସ କଡ଼ନ କରିକି ରହିଛନ୍ତି ମୋତେ କହିଲେ ପୁଣି ସରେଣ୍ଡର କରିବା ପାଇଁ ସେ ବିରାଟ ଘଟଣା ରାତିରେ ବର୍ଣ୍ଣନ କରିଛି ସିଏ କହିଲେ ମୁଁ ଯେଉଁ ବସ୍ରେ ବସିକି ଯାଉଛି ଦାଦା ମୋତେ କହିଛନ୍ତି ଯେତେବେଳେ ବିପଦରେ ପଡ଼ିବୁ ନାମ କରିବୁ ଗାଡ଼ି ଭିତରେ ବସି ପୋଲିସ ବାହିନୀ ପୁରା ଗାଡ଼ି ଭିତରକୁ ଯେତେବେଳେ ଚାଲି ଆସିଲେ କହିଲେ ମୁଁ ଆଉ ଉପାୟ କିଛି ପାଇଲିନି ମୁଁ ବସିକି ନାମ କରିଛି ମୁଁ କହିଲେ ଏଇ ତ ମୋତେ ଏନକାଉଣ୍ଟର କରିଦେବେ ମାରିଦେବେ ସେ ଏହା ଭାବୁଛି ସିଏ ହଠାତ୍ କରି ଦେଖାଗଲା ତା ସାମ୍ନାରେ ବସିଥିବା ଜଣେ ଲୋକ ସେ କହୁଥାଏ ଏ ଘଟଣାଟି ତା ମୁଣ୍ଡରେ ଗୋଟେ ବଡ଼ ପଥର ଲାଗିଲା ଝରଝର ରକ୍ତ ବୋହି ଯାଉଛି ପୋଲିସ ବାହିନୀ ବସ୍ ଭିତରେ ଅନ୍ତତଃ ତାକୁ ସେ ପେସେଣ୍ଟଟାକୁ ଠିକ୍ କରିବା ପାଇଁ ତାକୁ ନେଇକି ପଳେଇ ଗଲେ ବସ୍ ଛାଡ଼ିଦେଲା ଇଏ ନିର୍ବିଘ୍ନରେ ଗାଁରେ ଯାଇକି ପହଞ୍ଚିଗଲା ପରେ ତା ନାଁରେ ଯେଉଁ କେସ୍ କାସ୍ ହେଇଥିଲା ସମକ୍ରମରେ ପୂଜପା ଦାଦାଙ୍କ ଶୁଭ ଆଶୀର୍ବାଦରୁ ବହୁତ କିଛି ପରିବର୍ତ୍ତନ ହେଲା ଏବଂ ଦାଦା ତାକୁ କ'ଣ କଲେ ଜାଣିଛନ୍ତି ରୀତିକି ପାଞ୍ଜା ଦେଲେ ଜଣେ ହାର୍ଡକୋର ଟେରରିଷ୍ଟ ତାକୁ ରୀତିକି ପାଞ୍ଜା ଦେଲେ କହିଲା ଆଜ୍ଞା ମୁଁ କ'ଣ କରିବାକୁ ନାହିଁ କି ଦାଦା କହୁଛନ୍ତି କହିଲେ ଯେଉଁ ଲୋକମାନଙ୍କର ଯେଉଁମାନଙ୍କୁ ତୁ ମାରିଛୁ ତାଙ୍କ ପିଲାମାନଙ୍କୁ ଦୀକ୍ଷା ଦେବୁ ତାଙ୍କ ସ୍ତ୍ରୀକି ଦୀକ୍ଷା ଦେବୁ କାନ୍ଦି କାନ୍ଦି କହିବୁ ମୁଁ ଜୀବନରେ ବଡ଼ ଭୁଲ କରିଛି କହିଲା ଏଇଆ କରିକି ମୁଁ ଦୀର୍ଘ ବର୍ଷ ଧରି ବୁଲି ବୁଲି ସେଇ ପିଲାମାନଙ୍କ ପାଖରେ ହାତ ଯୋଡ଼ିକି କହେ କେଡ଼େ ବଡ଼ ଭୁଲ ମୁଁ କରିଥିଲି ଏଇ ପରିବର୍ତ୍ତନ ଦ୍ୟାଟ୍ ଇଜ୍ ଚେଞ୍ଜେସ୍ ଇନ୍ ଲାଇଫ୍ ତେଣୁ ଯେଉଁ ଝିଅଟି ଆଜି ତାର ଜନ୍ମଦିନ ପାଳନ କରୁଛନ୍ତି ଠାକୁର ଗଲେ ଜନ୍ମର ଏକ ସୁନ୍ଦର ଡେଫିନେସନ୍ ଦୁନିଆର କେଉଁ ଡିକ୍ସନାରୀରେ ନାହିଁ କିଏ ଜଣେ କହିଦେବୁ ଦେଖିବା ଜନ୍ମ କିପରି କରି ଡିଫାଇନ୍ କରିବ ମା ମାନେ ବସିଛନ୍ତି ଠାକୁର ଦିନେ ପଚାରିଲେ କହିଲେ ଏଇ ତମକୁ ମା କାହିଁକି କୁହାଯାଏ କହିଲ ଏ ସମସ୍ତେ ବ୍ୟସ୍ତ ହେଲେ କହିଲେ ଆମେ ପିଲାଙ୍କୁ ଜନ୍ମ ଦେଉ ବୋଲି ଆମକୁ ମା କୁହାଯାଏ କହିଲା ତୁ ପିଲାକୁ ଜନ୍ମ ଦିଅ ବୋଲି ତମ ନାଁ ଜନନୀ ମା କାହିଁକି କୁହାଯାଏ ମାର ବହୁତ ନାଁ ଅଛି
ତାକୁ ନାରୀ କହନ୍ତି। କାହିଁକି ନାରୀ କହନ୍ତି? ନାରୟତି ଇତିଶ ନାରୀ, ସେ ବୁଦ୍ଧି କରେ। ତାକୁ ଯାହା କୁହାଯାଏ। କାହିଁକି ଯାହା କୁହାଯାଏ? ପୁନର୍ଜାୟତି ଇତିଶ ଯାହା, ଯାହା ଗର୍ଭରେ ପୁରୁଷ ଆଉ ଥରେ ଜନ୍ମ ନିଏ, ତାକୁ ପ୍ରାର୍ଥନା କରିକି ଭଗବାନ ବିଷ୍ଣୁଙ୍କ ପାଖରେ ତାକୁ ନେଇକି ଆସିଛି ସ୍ତ୍ରୀ ଭାବରେ। ତାକୁ ବୋହୂ କୁହାଯାଏ, ସିଏ ବହନ କରେ ବୋଲି ତା ନାଁ ହେଉଛି ବୋହୂ। ତାକୁ ସ୍ତ୍ରୀ କୁହାଯାଏ, ସ୍ତ୍ରୈ ଧାତୁରୁ ଅଛି, ସିଏ ବେଷ୍ଟନ କରି ଦୀପ୍ତି ପାଏ ବୋଲି ତା ନାଁ ସ୍ତ୍ରୀ। ଏ କେତେ ସୁନ୍ଦର ନାଁ ତାଙ୍କୁ ଦିଆଯାଇଛି। ପୁରୁଷମାନଙ୍କର ଏତେ ନାଁ ନାହିଁ। ଲକ୍ଷ୍ମୀଙ୍କ ସେଥିପାଇଁ ମା ମାନେ ହାତରେ 10 ଗଣ୍ଠି ପକାନ୍ତି, ସୁଦଶା ବ୍ରତ କରନ୍ତି। ୟୁଟ୍ୟୁବ ସର୍ଚ୍ଚ କରିବେ, ମୁଁ ଉପରେ ଆଲୋଚନା କରିଛି, ବହୁତ ସୁନ୍ଦର କଥା ଶୁଣିପାରିବେ। କ'ଣ କରିବେ, କ'ଣ ନ କରିବେ, କ'ଣ 10ଟା ନିୟମ ପାଳନ କରିବେ, କ'ଣ 10ଟା ନିୟମ ପାଳନ କରିବେ ନାହିଁ। ତେଣୁ ଝିଅଟି ପିଲାଦିନୁ ଶିଖି ଶିଖି ଚାଲିବ। ସେଥିପାଇଁ ଠାକୁର କହିଲେ 10ଟି କଥାର ସମୟ ବେଳୁ ଆପଣ ଦେଖିବେ। ମୁଁ ତ ପାଠ ପଢ଼େଇଛି ନା, ମୁଁ ପିଲାମାନଙ୍କୁ ଅବଜର୍ଭ କରେ। ଏ ପିଲା କାହିଁକି ଦୁଷ୍ଟାମି କରୁଛି, ଏ ପିଲା କାହିଁକି ସମାଜକୁ ନଷ୍ଟ କରୁଛି। ଆପଣ ଜାଣିଛନ୍ତି ଏଇ କାରଣ ଆପଣ ଖୋଜିକି ପାଇବେ। ପିଲା କାହିଁକି ଦୁଷ୍ଟାମି କରନ୍ତି, ଠାକୁର ଅନୁକୂଳ ଚନ୍ଦ୍ର ତା କାରଣ ଦେଇକି ଗଲେ। କହିଲେ ମାର ଖାଉନି ଚଲନ ବଲନ ସେବା ନିଷ୍ଠା ବିବେଚନା, ଅର୍ଷେ ଗিয়ে ছেলের ধাতে আনে সুট্টু সম্বর্ধনা। ପିଲା ଦୁଷ୍ଟାମି କରୁଛି ମାନେ ଆଗ ଦେଖ ତା ବୋଉ କ'ଣ ଖାଉଛି। ତା ଖାଇବାଠୁ ଅସୁବିଧା ଆରମ୍ଭ ହେଇଗଲାଣି। ଷଷ୍ଠଇନି କଥା କହିଲେ ସେ ମାନିବାକୁ ପ୍ରସ୍ତୁତ ନୁହଁ। ଠାକୁର କହିଲେ ଆଗ ଦେଖ ତା ବୋଉ କ'ଣ ଖାଉଛି। ମାର ଖାଉନି ଚଲନ ବଲନ, ତା ଚାଲିଚଳନ କଥାବାର୍ତ୍ତାକୁ ଦେଖ, ତାକୁ ଦେଖିଲେ ବୁଝିପାରିବ। ପିଲା କାହିଁକି କପି କରନ୍ତି ଜାଣିଛନ୍ତି? ଠାକୁର ସବୁ ଦେଖେଇ ଦେଇକି ଗଲେ। କହିଲେ ଯେଉଁ ବାପା ମା ଝଗଡ଼ା କରନ୍ତି ପିଲାମାନଙ୍କ ଆଗରେ, ସେ ପିଲା କପି କରିବ। ଆପଣ ଲେଖିକି ରଖନ୍ତୁ, ଗାଁ ଗାଁ ଖୋଜିଦେବେ ଏ ପିଲା କାହିଁକି ପାଠ ପଢ଼ୁନି। ତା କାରଣ କିନ୍ତୁ ସେଇ ଗୋଟିଏ ଜାଗାରେ ଅଛି। ପିତାମାତା ଝଗଡ଼ା କରେ, ପିଲାପିଲି ଦେଖେ, ସର୍ବନାଶର ସଦର ଦ୍ୱାର ପିଲାମାନଙ୍କୁ। କାରଣ ପୁରୁଷ ସିଏ। ଆଜି ଝିଅଟି ସେ ଆସିଛି, ତାର ଜନ୍ମଦିନ ପାଳନ କରୁଛନ୍ତି। ଏଇ ସଂସ୍କାର ଗୁଡ଼ିକ ନିରନ୍ତର ଭାବରେ ସେ ତା ଜୀବନରେ କରେଇ ନେବ। ତା ବାପା ମା କେମିତି କରୁଛନ୍ତି, ଗୁରୁଜନଙ୍କୁ କେମିତି ପ୍ରଣାମ କରୁଛନ୍ତି, କିପରି ପ୍ରାର୍ଥନା ସେମାନେ କରୁଛନ୍ତି, ଏଗୁଡ଼ାକ ଆମେ ତାକୁ ବାଦ ଦେଇକି ଯାହା କରିବେ ଏଗୁଡ଼ାକ ସଂକୀର୍ଣ୍ଣ ସଂସ୍କାର। ଏଗୁଡ଼ିକର କିଛି ପ୍ରୟୋଜନ ନାହିଁ। ଠାକୁର ସେଇପାଇଁ କହିଲେ ତମେ ଯଦି ସତରେ ଦୟା ପାଇବାକୁ ଚାହ, ସଂକୀର୍ଣ୍ଣ ସଂସ୍କାର ବିହୀନ ହୋଇ, ଭଲ ପାଇବାର ହୃଦୟ ନେଇ, ଯେତେ ଦୂର ସମ୍ଭବ ନିରହଙ୍କାର ହୋଇ ଯାଇପାରିଲେ ତାଙ୍କ ଦୟାରେ ତୁମେ ସନ୍ତୁଷ୍ଟ ହଉ। ତାଙ୍କ ଦୟା ତମେ ଯଦି ସତରେ, ଦୟା ମାନେ କ'ଣ? ଦୟା ମାନେ ରକ୍ଷା କରା। ଠାକୁର ସେଥିପାଇଁ ବାଣୀ ଦେଲେ ଦୟା ମାନେ ରକ୍ଷା କରା। ରକ୍ଷାକୁ ହିଁ ଦୟା କହେ। ଜୀବନ ଭଳି ପାଳିବୁ ଦୟା, ଭଗବାନ ଦୟା ଭୟ। ତାକୁ ତୁ ରକ୍ଷା କରିକି ଯା। ତେଣୁକରି ଭାଗବତରେ ଗୋଟେ କଥା ଅଛି, ରକ୍ଷେ ହରି ତ ମାରେ କିଏ, ମାରେ ହରି ତ ରକ୍ଷେ। ଆରେ ରକ୍ଷେ ହରି ମାନେ କ'ଣ? ହରି କାହାକୁ କ'ଣ ଯିଏ ଭାଇ ବନ୍ଧୁ କୁଟୁମ୍ବ ହେଇଛନ୍ତି ମୁଁ ଖାଲି ତତେ ରଖିବି, ତୁ ଦେଖିବାକୁ ସୁନ୍ଦର, ଆଉ କାହାକୁ ରଖିବିନି? ଯିଏ ହରିକି ରକ୍ଷା କରି କରି ଚାଲିଲା। ମୁଁ ଅନେକ ଜାଗାରେ କହିଛି, ହରି ବୋଲ ମାନେ ହରିଙ୍କ ବୋଲ। ଏ ଯେମିତି ଭାଇ ଖୋଳ ବଜାଉଥିଲେ, ମୋର ଇଚ୍ଛା ହେଉଥିଲା ଅନେକ ସତ୍ସଙ୍ଗରେ ଇଚ୍ଛା ହେବ ମୁଁ ଟିକେ ମୃଦଙ୍ଗ ବଜାଇ ଦିଅନ୍ତି, ଟିକେ ବଢ଼ି ଅନ୍ତତଃ ଟିକେ ଚାର୍ଜ ହେଇଯାଉ, କିନ୍ତୁ ସୁଯୋଗ ନାହିଁ। ବହୁ ବଡ଼ ବଡ଼ ଆର୍ଟିଷ୍ଟ ସବୁ ବଜାଉଛନ୍ତି। ହରିଙ୍କର ଯେମିତି ଖୋଳର ବୋଲ୍ ଅଛି, ହାରମୋନିୟମର ବୋଲ୍ ଅଛି, ସେମିତି ହରିଙ୍କର ଗୋଟେ ବୋଲ୍ ଅଛି। ଆଉ ସେଇ ବୋଲ୍ ଗୁଡ଼ାକ ଜଣେ ଖାଲି ଯଦି କହିବ ମୁଁ ଘୋଷି ଦେଇକି ଭଲ ଖୋଳିଆ ହେଇଯିବି, ଭଲ ହାରମୋନିୟମ ବଜେଇବି, କାରଣ ମୁଁ ସାରିଗାଁ ପାଦାନିସା ଘୋଷି ଦେଇଛି, ହବନି। ଏ ବୋଲକୁ ମାନିବାକୁ ପଡ଼ିବ। ଠିକ୍ ସେହିପରି ଭାବରେ ହରିଙ୍କର ବହୁତ ବୋଲ୍ ଅଛି। ସେଇ ବୋଲ୍ ଗୁଡ଼ିକୁ ଶୁଣିବ, କାନରେ ଶୁଣିବ, ଅଭ୍ୟାସ କରିବ ସତ୍ସଙ୍ଗ ମାଧ୍ୟମରେ, ତାପରେ ଧୀରେ ଧୀରେ ଅଭ୍ୟାସ କରିବ। ତାହେଲେ ସେ ଲୋକର ଜୀବନରେ ପରିବର୍ତ୍ତନ ଆସିବ। ଝିଅଟି ଆସିଛି, ମୁଁ ଏଇ ଝିଅ ବିଷୟରେ ଟିକେ ଛୋଟିଆ କଥାଟି କହି ସାରିଦେବି, ସମୟ ହେଇଗଲାଣି। ନରସିଂହପୁର ଆମର ଜଣେ ରୀତିକ ଥିଲା, ଆପଣମାନେ ତାଙ୍କୁ ଜାଣିଥିବେ। କିଛି ବର୍ଷ ପୂର୍ବେ ସେ ଦେଓଘର ଯାଇଥାନ୍ତି। ଗୁରୁ ପରିବାରର ଝିଅ ସୋମା ମା, ତାଙ୍କୁ ଜାଣିଥିବେ, ଏବେ ସେ ବାହା ହେଇକି ଦିଲ୍ଲୀରେ ଅଛନ୍ତି। ସୋମା ମା ଦେଖିବାକୁ ସୁନ୍ଦର, ଏକଦମ 4-5 ବର୍ଷର ବୟସ, ଏକଦମ ଛକ୍ ଛକ୍ ଚେହେରା। ଇଏ କ'ଣ କଲେ, ଏ ରୀତିକି ଜଣକ ବୟସ୍କ ରୀତିକି ଜଣକ ଏ କଲେ ତାକୁ ଟିକେ ଖାଲି ଛୁଇଁ ଦିଅନ୍ତି, କାରଣ ଗୁରୁ ପରିବାରଙ୍କର ସେଇ ଯେଉଁ ଯାହାକୁ ପାବନ ରକ୍ତ ଟିକେ ଖାଲି ଛୁଇଁ ଦିଅନ୍ତି। ଏଇ ଲୋଭରେ ସେ ଝିଅଟି ଟିକେ ଧରି ପକେଇଲେ। যেমনি ধরি পকেছেন পুরো ছিটকি গলা। ছিটকি যাইকি সোমা মা কହୁଛନ୍ତି, କହିଲେ আপনি কি জানেন না বাবার মনা আছে আমার গায়ে হাতে দিবেন না? ମୋ ବାପାଙ୍କର ମନା ଅଛି ମୋ ଦେହରେ ହାତ ଦେବେ ନା, କାହିଁ ଦେଲେ ମୋତେ ହାତ ଦେଲେ? ଦ୍ୟାଟ୍ ୱାଜ୍ ଦି ରିଆକ୍ସନ୍। ଗୋଟେ 5 ବର୍ଷର ଝିଅର ଦ୍ୟାଟ୍ ଇଜ୍ ରିଆକ୍ସନ୍। ଠାକୁର କ'ଣ କହିଲେ? ମେଘଠୁ ବଡ଼ ହେଲେ ହିଁ ପୁରୁଷ ଛୁଁତେ ନାହିଁ, ତା ମା ଆଗ ଶିଖେଇବ। ଝିଅ ଯଦି ବଡ଼ ହେଉଛି ଧୀରେ ଧୀରେ, ବାବୁରେ କେଉଁ ପୁଅମାନଙ୍କୁ ଛୁଉଁନି। କିଏ ଯଦି କିଛି ଦେବାକୁ ଆସୁଛି ବାପା ଭାଇଙ୍କ ମାଧ୍ୟମରେ ନେଇ ଆସିବୁ। କେଉଁ ଝିଅକୁ ନେଇକି ତମେ କେବେ ହେଲେ ବାହାରକୁ ଯିବ ନାହିଁ, ଉତ୍ସବ ଅନୁଷ୍ଠାନ ଅନ୍ୟ କୌଣସି ପୁଅ ମାଧ୍ୟମରେ ଯିବ ନାହିଁ। କେତେ କଥା ଠାକୁର କହିଦେଇ ଗଲେ। ନାରନୀତି ପଢ଼ିବେ, ସବୁ ନୋଟ୍ କରି ରଖିବେ, ଏ ଛୁଆକୁ ଶିଖେଇବେ, ତାହେଲେ ଜୀବନ ସାର୍ଥକ ହେବ। ସେଥିପାଇଁ ଠାକୁର କହିଲେ ତମେ ଆଜନ୍ମ ସତ୍ସଙ୍ଗ ହେଇପାର, ତୁମର ବକ୍ତୃତା ଏବଂ ଯାଜନ ମାଧ୍ୟମରେ ଆକୁମାରୀ ହିମାଚଳ ଲକ୍ଷ ଲକ୍ଷ ଲୋକମାନଙ୍କୁ ଯାଜନ ଉଦ୍ବୁଦ୍ଧ କରି ଦୀକ୍ଷା କରାଇପାର।
ଦୁନିଆର ସମସ୍ତ ବିଭବ ଆଣି ମୋର ପାଦ ତଳେ ଠୁଳ କରିଦେଇପାର, କିନ୍ତୁ ମୁଁ ଯାହା କହିଦେଇ ଗଲି ତାହା ଯଦି ତୁମର ବାସ୍ତବ ଜୀବନଚର୍ଯ୍ୟାରେ ଫୁଟେଇ ତୋଳି ନ ପାରିଲ, ସନ୍ତାନ ସନ୍ତତି ମାଧ୍ୟମରେ ରେତାୟିତ କରି ନ ପାରିଲ, ତାହେଲେ କିନ୍ତୁ ତମମାନେ ମୋତେ ଠକି ଦେଇ ଚାଲିଗଲ। କାଲି ଜଗତ ଜନନୀ ସେ କାଲି ଆମ ମା ମାନେ ସେଠି ପାଖାପାଖି 400-500 ଲୋକ ହୁଅନ୍ତି ନରସିଂହପୁର। ମୁଁ ଯାଇଥିଲି କାଲି ମା ମାନଙ୍କୁ କହିଲେ, ମୁଁ କହିଲି ଆଚ୍ଛା ଏତେ ଦିନ ଧରି ସତ୍ସଙ୍ଗ କଲି, କହିଲ ଦେଖି ବଡ଼ ମାଙ୍କ ନାଁ ପ୍ରଭୁ ଶ୍ରୀ ଶ୍ରୀ କାହିଁ ଲାଗିଛି? ଆମେ ତ କହିପାରିଥାନ୍ତେ ଶ୍ରୀମତୀ ଶ୍ରୀମତୀ ବଡ଼ ମା, ଶ୍ରୀ ଶ୍ରୀ କାହିଁକି ଲାଗିଲା? ହ୍ୱାଟ୍ ଇଜ ଦ ମିନିଂ ଅଫ୍ ଦ୍ୟାଟ୍? ଆମର ବୈଦିକ ଯୁଗର ଶ୍ଳୋକକୁ ଯଦି ଯିବେ ସେଇଠୁ ଉତ୍ତର ଅଛି। ଲକ୍ଷ୍ମୀଙ୍କର 10ଟା ନାଁ, 13ଟା ନାଁରୁ ଭିତରୁ 10ଟା ନାଁରେ 10 ଗଣ୍ଠି କରାଯାଏ। ତା ଭିତରେ ଗୋଟିଏ ନାଁ ଅଛି ଶ୍ରୀ, ତାଙ୍କର ନାଁ ହେଉଛି ଇନ୍ଦିରା ଲୋକମାତା ଚ କ୍ଷୀରାବ୍ଦି ତନୟା ରମା। ସିଏ ହେଉଛନ୍ତି ମାନେ ଏମିତି ତାଙ୍କର 10ଟା ନାଁ, ତା ଭିତରେ ଶ୍ରୀ ଗୋଟେ ଶବ୍ଦ ଅଛି। ଭାଇ ଯେ କହୁଥିଲେ ଆମର ଆରମ୍ଭ କରୁଥିଲେ, ସେବା କାହାକୁ କୁହନ୍ତି, ଶୁଶ୍ରୂଷା କାହାକୁ କୁହନ୍ତି, ଆମକୁ ଆଇଡେଣ୍ଟିଫାଇ କରିବାକୁ ପଡ଼ିବ। ଖାଲି ଦୁଇଟାକୁ ସମାନ କରିଦେଲେ କେମିତି ହେଇଯିବ? ଦୁଇଟାକ ଶବ୍ଦର କିଛି ମିନିଂ ଅଛି ନା। ପୁରୁଷୋତ୍ତମ ଆସିଲା ଦୟା କରିକି ସବୁ ଶବ୍ଦକୁ ନେଇ ଏପରି ଭାଙ୍ଗି ଦେଇଛନ୍ତି, ଶବ୍ଦ ଗୁଡ଼ିକ ଏପରି ବିନ୍ୟାସ ହେଇଛି, ତା ଦେଖିଲେ ସତରେ ଯଦି ନ ଆସିଥାନ୍ତୁ ଆମେମାନେ ସତ୍ସଙ୍ଗ ରାଜ୍ୟକୁ, ଏତେ କଥା ଜାଣିବାର ସୁଯୋଗ ହେଇନଥାନ୍ତା।